ସକାଳୁ ଆମର ବିନକା ପୋଲିସ ଷ୍ଟେସନରେ ଗୋଟେ ରିଟିନ୍ ରିପୋର୍ଟ ଦେଇଛନ୍ତି ଜଣେ ଲୋକ ଗୌତମ ମେହେର ବୋଲି। ସେ ଲେଖିକି କମ୍ପ୍ଲେନ୍ କରିଛନ୍ତି ଯେ ଗତ ରାତିରେ ତାଙ୍କର ବଡ଼ ଭାଇ ଶମ୍ଭୁ ମେହେରକୁ ସେଇ ଅଞ୍ଚଳର ବିନକା ଅଞ୍ଚଳର 3 ଜଣ ଲୋକ ମାନେ ଆକ୍ୟୁଜ୍ ଯେଉଁମାନେ ସେମାନଙ୍କର ନାଁ ହେଉଛି ରାକେଶ ବେସରା, ତନୁ ତାଣ୍ଡି ଆଉ ଅମିତ ଭୋରାସାଗର। ଏମାନେ କୌଣସି କାରଣରୁ ଛୁରୀରେ ଆସଲ୍ଟ କରିଥିଲେ ଆଉ ତାଙ୍କୁ ରେଫର ମାନେ ସେ ଘଟଣାସ୍ଥଳରେ ଯାହାଦ୍ୱାରା ସେମାନେ ମୃତ୍ୟୁବରଣ ସେ ଆମର ଯିଏ ଅଛନ୍ତି ଶମ୍ଭୁ ମେହେର ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି ବୋଲି। ତ ଏଇ ଘଟଣା ପୂର୍ବରୁ ଆମକୁ ସ୍ପେଶାଲ ଯେଉଁ ରାତିରେ ଇନପୁଟ୍ ମିଳିଥିଲା, ତ ଇନପୁଟ୍ ଯେଉଁ ମିଳିଥିଲା ବିଫୋର ଲଜିଂ ଅଫ୍ ଏଫଆଇଆର୍ ଏମାନେ କମ୍ପ୍ଲେଣ୍ଟ ରିପୋର୍ଟ ଦେବା ପୂର୍ବରୁ ଆମକୁ ଖବର ମିଳିଥିଲା। ତ ପୋଲିସ ଆମର ପେଟ୍ରୋଲିଂ କରିବା ସମୟରେ ଏଇ ଖବର ପାଇକି ସେ ଘଟଣାସ୍ଥଳକୁ ଯାଇ ଯେଉଁମାନେ ଏଥିରେ ଇନଭଲ୍ଭ ଏବେ ଯେଉଁ ଏଫଆଇଆର୍ ଦିଆଯାଇଛି ସେମାନଙ୍କୁ ଦେଖିଲା ବେଳକୁ ସେଇଥିରୁ ବି 2 ଜଣ ଇଞ୍ଜୋର୍ଡ ଥିଲେ। ତ ସେଇ 2 ଜଣଙ୍କୁ ଇଞ୍ଜୋର୍ଡକୁ ପ୍ରଥମେ ହସ୍ପିଟାଲ ଅଣାଯାଇଥିଲା ଏବଂ ତାପରେ ସେମାନଙ୍କର କଣ୍ଡିସନ୍ ଟିକେ ସିରିୟସ୍ ହେବାରୁ ତାଙ୍କୁ ବୁର୍ଲାକୁ ବି ରେଫର କରାଯାଇଥିଲା। କିନ୍ତୁ ତା ପରବର୍ତ୍ତୀ ଷ୍ଟେପ୍ରେ ଏଇ ଯେଉଁ ଆମର ଗୌତମ ମେହେର ରିପୋର୍ଟ ଦେବା ପରେ ଆମର ବିନକା ପୋଲିସ ଷ୍ଟେସନରେ ଗୋଟେ କେସ୍ ହତ୍ୟା କେସ୍ ରେଜିଷ୍ଟ୍ରେସନ୍ ହେଇଛି ଏବଂ A1ରେ ଯେଉଁମାନଙ୍କ ନାଁରେ ଅଭିଯୁକ୍ତ ଯେଉଁ 3 ଜଣ ଅଛନ୍ତି ସେ 3 ଜଣଙ୍କୁ ବର୍ତ୍ତମାନ ଅଟକ ରଖାଯାଇଛି। ତଦନ୍ତ ଚାଲୁ ରହିଛି। ତଦନ୍ତ ସରିଲା ପରେ ଏମାନଙ୍କୁ ଗିରଫ କରି ଚାଲାଣ କରାଯିବ।